ଯାତ୍ରା ପୁସ୍ତକ 28 ପର୍ବ। ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣକୁ ଅର୍ଥାତ୍ ହାରଣ, ନାଦବ ଓ ଅବିହୁ, ଇଲିଆଜର ଓ ଇଥାମରକୁ ଆପଣା ନିକଟକୁ ଆଣିବ। ତୁମର ଭ୍ରାତା ହାରଣ ଶ୍ରୀ ଓ ଶୋଭା ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବ। ଆଉ ଆମ୍ଭେ ଯେଉଁମାନଙ୍କୁ ଜ୍ଞାନଦାୟକ ଆତ୍ମାରେ ପୂର୍ଣ୍ଣ କରିଅଛୁ ସେହି ସମସ୍ତ ବିଜ୍ଞାମନା ଲୋକଙ୍କୁ ଆଦେଶ କର। ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରଣକୁ ପ୍ରତିଷ୍ଠା କରିବା ପାଇଁ ସେମାନେ ତାହାର ବସ୍ତ୍ର ପ୍ରସ୍ତୁତ କରିବେ, ଅର୍ଥାତ୍ ବୁକୁପଟା ଓ ଏଫୋଦ ଓ ଚୋଗା ଓ ବୁଟାଦାର ଜାମା ଓ ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ। ଆମ୍ଭ ଉଦ୍ଦେଶ୍ୟରେ ଯାଜନ କର୍ମ କରିବା ନିମନ୍ତେ ତୁମ୍ଭର ଭ୍ରାତା ହାରଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ। ସେମାନେ ସୁବର୍ଣ୍ଣ ଓ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳା ଶୁଭ୍ର କ୍ଷୌମ ସୂତ୍ର ହେବେ। ପୁଣି ସେମାନେ ସେହି ସ୍ୱର୍ଣ୍ଣ ଓ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ଏଫୋଦ ବସ୍ତ୍ର ପ୍ରସ୍ତୁତ କରିବେ। ତହିଁର ଦୁଇ ମୁଣ୍ଡରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ, ଏ ରୂପେ ତାହା ଯୁକ୍ତ ହେବ। ପୁଣି ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ର ଅନୁସାରେ ହେବ, ଅର୍ଥାତ୍ ସ୍ୱର୍ଣ୍ଣରେ ନୀଳ ଓ ଧୂମ୍ର ଓ ସୁବର୍ଣ୍ଣ ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ହେବ। ଅନନ୍ତର ତୁମ୍ଭେ ଦୁଇ ଗୋମେଦକ ମଣି ଘେନି ତହିଁ ଉପରେ ଇସ୍ରାଏଲ ପୁତ୍ରମାନଙ୍କର ନାମ ଖୋଳିବ, ଅର୍ଥାତ୍ ସେମାନଙ୍କ ବଂଶାବଳୀ ଅନୁସାରେ 6 ନାମ ଏକ ମଣି ଉପରେ ଓ ଅବଶିଷ୍ଟ 6 ନାମ ଅନ୍ୟ ମଣି ଉପରେ ଖୋଳିବ। ଶିଳ୍ପକର୍ମରେ ମୁଦ୍ରା ଖୋଳିବା ନ୍ୟାୟ ସେହି 2 ମଣି ଉପରେ ଇସ୍ରାଏଲ ପୁତ୍ରଗଣର ନାମ ଖୋଳିବ। ପୁଣି ତାହା 2 ସ୍ୱର୍ଣ୍ଣଧାରରେ ବନ୍ଦ କରିବ। ପୁଣି ଇସ୍ରାଏଲ ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି 2 ମଣି ଏଫୋଦର 2 ସ୍କନ୍ଧପଟିରେ ଦେବ। ତହିଁରେ ହାରଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା 2 ସ୍କନ୍ଧରେ ସେମାନଙ୍କ ନାମ ବହିବ। ଆଉ ତୁମ୍ଭେ 2 ସ୍ୱର୍ଣ୍ଣଧାର କରିବ ଓ ନିର୍ମଳ ସୁବର୍ଣ୍ଣ ଦ୍ୱାରା 2 ମୋଡ଼ା ଜଞ୍ଜିର କରି ସେହି ମୋଡ଼ା ଜଞ୍ଜିର ସେହି 2 ଆଧାରରେ ଲଗାଇବ। ପୁଣି ଶିଳ୍ପକର୍ମରେ ବିଚାରାର୍ଥକ ବୁକୁପଟା କରିବ, ଅର୍ଥାତ୍ ଏଫୋଦର କର୍ମ ଅନୁସାରେ ସ୍ୱର୍ଣ୍ଣରେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ତାହା ପ୍ରସ୍ତୁତ କରିବ। ତାହା ଚତୁଷ୍କୋଣ ଓ ଦୋହରା ହେବ। ତହିଁର ଦୀର୍ଘତା 1 ଚାଖଣ୍ଡ ଓ ପ୍ରସ୍ଥତା 1 ଚାଖଣ୍ଡ ହେବ। ପୁଣି ତାହାକୁ 4 ମାଉଣୀ ପଂକ୍ତିରେ ଖଚିତ କରିବ। ତହିଁର ପ୍ରଥମ ପଂକ୍ତିରେ ଚୁଣି ଓ ପୀତମଣି ଓ ମରକତ, ଦ୍ୱିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକାନ୍ତ ଓ ହୀରକ, ତୃତୀୟ ପଂକ୍ତିରେ ପେରାଜ ଓ ଜିସ୍ମ ଓ କଟାହେଳା, ପୁଣି ଚତୁର୍ଥ ପଂକ୍ତିରେ ବୈଦୁର୍ଯ୍ୟ ଓ ଗୋମେଦକ ଓ ସୂର୍ଯ୍ୟକାନ୍ତ। ଏହି ସମସ୍ତ ସ୍ୱର୍ଣ୍ଣରେ ସ୍ୱଂ ସ୍ୱଂ ପଂକ୍ତିରେ ବର୍ଷାଯିବ। ଏହି ମଣି ଇସ୍ରାଏଲ ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ 12 ହେବ। ମୁଦ୍ରା ନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି 12 ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ। ତୁମେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ବୁକୁପଟା ନିମନ୍ତେ ମାଳା ତୁଲ୍ୟ ମୋଡ଼ା 2 ଜଞ୍ଜିର ନିର୍ମାଣ କରିବ। ପୁଣି ବୁକୁପଟା ଉପରେ ସ୍ୱର୍ଣ୍ଣର 2 କଡ଼ା କରିବ। ଆଉ ବୁକୁପଟାର 2 ପ୍ରାନ୍ତରେ ସେହି 2 କଡ଼ା ଲଗାଇବ। ଆଉ ବୁକୁପଟାର 2 ପ୍ରାନ୍ତ ସ୍ଥିତ 2 କଡ଼ା ମଧ୍ୟରେ ସେହି 2 ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇବ। ପୁଣି ମୋଡ଼ା ଜଞ୍ଜିରର 2 ମୁଣ୍ଡ 2 ଧାରରେ ବନ୍ଦ କରି ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ 2 ସ୍କନ୍ଧପଟି ଉପରେ ରଖିବ। ତୁମ୍ଭେ ସ୍ୱର୍ଣ୍ଣର 2 କଡ଼ା ନିର୍ମାଣ କରି ବୁକୁପଟାର 2 ପ୍ରାନ୍ତରରେ ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ ଭିତର ଭାଗରେ ରଖିବ। ଆହୁରି 2 ସ୍ୱର୍ଣ୍ଣ କଡ଼ା କରି ଏଫୋଦ ବସ୍ତ୍ରର 2 ସ୍କନ୍ଧପଟି ତଳେ ତହିଁର ସମ୍ମୁଖ ଭାଗର ଯୋଡ଼ା ସ୍ଥାନରେ ଏଫୋଦର ଚିତ୍ରିତ ପାଟୁକା ଉପରେ ତାହା ରଖିବ। ତହିଁରେ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ ରଖିବେ। ଯେଉଁ ସମୟରେ ହାରଣ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଚାରାର୍ଥକ ବୁକୁପଟାରେ ଇସ୍ରାଏଲ ପୁତ୍ରଗଣର ନାମ ସକଳ ଆପଣା ହୃଦୟ ଉପରେ ବହନ କରିବ।
ସେ ବିଚାରାର୍ଥକ ବୁକୁପଟାରେ ତୁମ୍ଭେ ଉରିମ୍ ଓ ତୁମିମ୍ ଦୀପ୍ତି ଓ ସିଦ୍ଧି ରଖିବ। ତହିଁରେ ହାରଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମରେ ପ୍ରବେଶ କରିବ, ସେହି ସମୟରେ ହାରଣର ହୃଦୟ ଉପରେ ତାହା ରହିବ। ପୁଣି ହାରଣ ସଦାପ୍ରଭୁଙ୍କ ଛାମୁରେ ନିତ୍ୟ ନିତ୍ୟ ଇସ୍ରାଏଲ ସନ୍ତାନଗଣର ବିଚାର ଆପଣା ହୃଦୟ ଉପରେ ବହିବ। ତୁମେ ଏଫଦର ଯୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କରିବ। ତହିଁ ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଜୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦିଗରେ ବୁଣା କର୍ମ ହେବ, ତହିଁରେ ତା ଛିଣ୍ଡିଯିବ ନାହିଁ। ପୁଣି ତୁମେ ତହିଁର ଅଞ୍ଚଳର ଚତୁର୍ଦିଗରେ ନୀଳ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଡାଳିମ୍ବ କରିବ। ଆଉ ଚାରିଦିଗରେ ତହିଁ ମଧ୍ୟ ମଧ୍ୟେ ସ୍ୱର୍ଣ୍ଣ ଘଣ୍ଟି ରହିବ। ସେହି ଚୋଗାର ଅଞ୍ଚଳରେ ଚତୁର୍ଦିଗରେ ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ, ପୁଣି ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ। ଆଉ ହାରଣ ସେବା କରିବା ସମୟରେ ତାହା ପିନ୍ଧିବ। ତହିଁରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ଯେତେବେଳେ ସେ ସେଠାରୁ ବାହାର ହେବ, ସେତେବେଳେ ତହିଁର ଶବ୍ଦ ଶୁଣାଯିବ। ତାହେଲେ ସେ ମରିବ ନାହିଁ। ଆଉ ତୁମେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୁଦ୍ରା ନ୍ୟାୟ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଏହି କଥା ଖୋଳିବ। ପୁଣି ପାଗ ଉପରେ ରହିବା ପାଇଁ ତାହା ନୀଳ ସୂତ୍ରରେ ବନ୍ଦ କରି ପାଗର ସମ୍ମୁଖରେ ରଖିବ। ତାହା ହାରଣର କପାଳ ଉପରେ ରହିବ। ତହିଁର ପବିତ୍ର ଦ୍ରବ୍ୟ ଘଟିତ ଅପରାଧ ଅର୍ଥାତ୍ ଇସ୍ରାଏଲ ସନ୍ତାନଗଣ ଆପଣମାନଙ୍କର ପବିତ୍ରୀକୃତ ପବିତ୍ର ନାନାଦି ସକଳ ଦ୍ରବ୍ୟ ସମ୍ବନ୍ଧରେ ଯେଉଁ ଅପରାଧ କରିବେ, ତାହା ହାରଣ ବହିବ। ଓ ସଦାପ୍ରଭୁଙ୍କ ଛାମୁରେ ସେମାନେ ଯେପରି ଗ୍ରାହ୍ୟ ହୁଅନ୍ତି, ଏଥିପାଇଁ ତାହା ନିତ୍ୟ ନିତ୍ୟ ତାହାର କପାଳରେ ରହିବ। ତୁମେ ଜାମାକୁ ବୁଟା ଦ୍ୱାରା ଶୁଭ୍ର କ୍ଷମ ବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷମ ସୂତ୍ରରେ ପ୍ରସ୍ତୁତ କରିବ। ପୁଣି କଟିବନ୍ଧନ ସୂଚିକର୍ମ ଦ୍ୱାରା ଚିତ୍ର ବିଚିତ୍ର କରିବ। ଆଉ ହାରଣର ପୁତ୍ରଗଣ ନିମନ୍ତେ ଜାମା ଓ କଟିବନ୍ଧନ ପ୍ରସ୍ତୁତ କରିବ। ଆଉ ସେମାନଙ୍କର ସ୍ତ୍ରୀ ଓ ଶୋଭା ନିମନ୍ତେ ଶିରଭୂଷଣ କରିବ। ପୁଣି ତୁମ୍ଭ ଭ୍ରାତା ହାରଣର ଓ ତାହାର ପୁତ୍ରଗଣର ଦେହରେ ତାହା ସବୁ ପରିଧାନ କରାଇବ। ପୁଣି ସେମାନଙ୍କୁ ଅଭିଷେକ କରି ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବ। ତହିଁରେ ସେମାନେ ଆମ୍ଭର ଯାଜନ କର୍ମ କରିବେ। ତୁମେ ସେମାନଙ୍କ ଶରୀରର ଉଲଙ୍ଗତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ପିନ୍ଧାଇବ। ପୁଣି ଯେତେବେଳେ ହାରଣ ଓ ତାହାର ପୁତ୍ରଗଣ ସମାଗମ ତମ୍ବୁରେ ପ୍ରବେଶ କରିବେ, କିଏ ବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ବେଦୀର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଯେପରି ଅପରାଧ କରି ନ ମରନ୍ତି, ଏ ନିମନ୍ତେ ଏହି ବସ୍ତ୍ର ପରିଧାନ କରିବେ। ଏହା ହାରଣ ଓ ତାହାର ଭବିଷ୍ୟତ ବଂଶର ପାଳନୀୟ ଅନନ୍ତକାଳୀନ ବିଧି ହେବ।